ନମସ୍କାର ଦର୍ଶକ ବନ୍ଧୁ, ମୁଁ ଜୀବନ ସ୍ୱାଗତ କରୁଛି ମୋର ଆଜିର ଆଉ ଏକ ନୂଆ ଭିଡ଼ିଓରେ। ତ ଦର୍ଶକ ବନ୍ଧୁ, ଆଜି ଆମେ ଭିଡ଼ିଓରେ ଯେଉଁ ଚାଷୀ ଭାଇମାନେ ଦେଖୁଛନ୍ତି ଭିଡ଼ିଓ, ତ ତାଙ୍କମାନଙ୍କ ପାଇଁ ଗୋଟେ ବହୁତ ବଡ଼ ଅପଡ଼େଟ୍ ଆସିଛି କି ସିଏମ୍ କିଷାନ ଏବଂ ପିଏମ୍ କିଷାନକୁ ନେଇ ଯେଉଁମାନଙ୍କ ଗୋଟେ ଡାଉଟ୍ ଥିଲା କି ଆପଣମାନଙ୍କର କେଉଁ ଡକୁମେଣ୍ଟ ସବୁ ଆବଶ୍ୟକ ଏବଂ ଯେଉଁମାନେ ଆପଣମାନଙ୍କର ସିଏମ୍ କିଷାନରେ 4,000 ଟଙ୍କା ଲେଖା ପାଉଛନ୍ତି ଏବଂ ପିଏମ୍ କିଷାନରେ 6,000 ଟଙ୍କା ଲେଖା ପାଉଛନ୍ତି। ତ ସେମାନଙ୍କ ପାଇଁ ଗୋଟେ ବହୁତ ବଡ଼ ଅପଡ଼େଟ୍ ଆସିଛି। ଚାଲନ୍ତୁ ଜାଣିବା କ'ଣ ଅଛି ସେ ଅପଡ଼େଟ୍ଟା, ଯାହାକି ସରକାରଙ୍କ ତରଫରୁ ଆସିଛି। ସେ ଅପଡ଼େଟ୍ଟା ଟ୍ୱିଟରରେ ଆପଣ ଟ୍ୱିଟ୍ କରି କହିଛନ୍ତି କି ଆଉ ଗୋଟେ କଥା ଦେଖନ୍ତୁ ଆପଣମାନେ କି ସରକାର ଯାହା ବି କିଛି ଯେ ଟାଇମ୍ର ଯେକୌଣସି ନିଷ୍ପତ୍ତି ନେଉଛନ୍ତି, ଆପଣମାନେ ଯେ ସେଇ ସବୁ ନିଷ୍ପତ୍ତି ନେଉଛନ୍ତି ଏବଂ ସେଇ ସବୁ ଜିନିଷ ଆପଣମାନେ କରୁଛନ୍ତି, ତାହେଲେ ଆପଣମାନେ କୌଣସି ସବୁ ଅସୁବିଧାର ସମ୍ମୁଖୀନ ହେବେ ନାହିଁ ଏବଂ ଆପଣଙ୍କର ଯେକୌଣସି ଯୋଜନା ଆପଣମାନେ ପାଇପାରିବେ। ଠିକ୍ ଅଛି, ତ ଚାଲନ୍ତୁ ସେଇ ବିଷୟରେ ଟୋଟାଲ୍ ଡିଟେଲ୍ସ ଭାବେ ଜଣାଇବା କ'ଣ ରହିଛି ଜିନିଷଟା ଏବଂ କେଉଁ ନିୟମ ଅଛି ଏଠି। ତ ତା ପୂର୍ବରୁ ଯଦି ଆପଣ ଭିଡ଼ିଓରେ ନୂଆ ଅଛନ୍ତି ତ ଭିଡ଼ିଓକୁ ଲାଇକ୍ କରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବା ପାଇଁ ଜମା ବି ଭୁଲନ୍ତୁନି। ତ ଦର୍ଶକ ବନ୍ଧୁ ଦେଖନ୍ତୁ ଆପଣମାନେ କି ଏଇଠି ଆପଣମାନଙ୍କର ଲେଖା ହେଇଛି କୃଷି ବିଭାଗ ଓଡ଼ିଶା। ଠିକ୍ ଅଛି, ମାନେ ଆପଣଙ୍କ କୃଷି ବିଭାଗ ଓଡ଼ିଶାଙ୍କ ତରଫରୁ ଏଇଟା ଗୋଟେ ନୂଆ ଅପଡ଼େଟ୍ ଆସିଛି, ଯାହାକି ଟ୍ୱିଟର ମାଧ୍ୟମରେ କି କ'ଣ ଲେଖା ହେଇଛି ଏଠି ନା ସରକାରଙ୍କ ଡିଜିଟାଲି କୃଷି ଅଧୀନରେ ଏଗ୍ରିଷ୍ଟିକ୍ କୃଷକ ପଞ୍ଜୀକରଣ ଜାରି ରହିଛି। ସମସ୍ତ ବର୍ଗର ଚାଷୀ ଯଥା ସିଏମ୍ କିଷାନ, ପିଏମ୍ କିଷାନ ହିତାଧିକାରୀମାନେ ପଞ୍ଜୀକୃତ ହେବା ଅନିବାର୍ଯ୍ୟ। ଏହାର ମାନେ ହେଉଛି ଯେଉଁମାନେ ସିଏମ୍ କିଷାନ ପଇସା ପାଉଛନ୍ତି ଏବଂ ପିଏମ୍ କିଷାନ ପଇସା ପାଉଛନ୍ତି, ତ ସେମାନେ ଏ କାମ କରିବା ପାଇଁ ନିହାତି ବାଧ୍ୟ। କ'ଣ ରହିଛି କାମ, ଚାଲନ୍ତୁ ଦେଖିବା। ଦେଖନ୍ତୁ ଏଇଠି ଆପଣଙ୍କର ଲେଖା ହେଇଛି କି ଆପଣଙ୍କର କୃଷକ ରେଜିଷ୍ଟ୍ରେସନକୁ ଲେଖା ହେଇଛି ଏଇଠି ଆପଣମାନଙ୍କର କି କୃଷକମାନେ କେଉଁ ଜିନିଷ ଆବଶ୍ୟକ ରହିଛି। ପ୍ରଥମେ ଆମେ ଲେଫ୍ଟ ସାଇଡ଼୍ ଦେଖିବା ପାଇଁ ଯିବା। ବାମ ପଟରେ କ'ଣ ଲେଖା ହେଇଛି ଏଠି ନା ଆବଶ୍ୟକୀୟ ଦସ୍ତାବିଜ। ଠିକ୍ ଅଛି, ଆବଶ୍ୟକ ମାନେ ଆପଣଙ୍କ କେଉଁ ଡକୁମେଣ୍ଟ ଆପଣଙ୍କ ଦରକାର। ତ ଆବଶ୍ୟକୀୟ ଦସ୍ତାବିଜ କ'ଣ ରହିବ ନା ଆଧାର କାର୍ଡ଼, ଆଧାର ସଂଯୁକ୍ତ ମୋବାଇଲ ନମ୍ବର, ନିଜ ନାମରେ ଥିବା ଜମି ପଟ୍ଟା। ଆଧାର କାର୍ଡ଼ ଆପଣଙ୍କର ରହିବ ଯେକୌଣସି ଯେ ଜମିର ମାଲିକ ଯିଏ ତାଙ୍କ ନିଜର ଆଧାର କାର୍ଡ଼ ଦେବେ ଏବଂ ଆଧାର କାର୍ଡ଼ ସଂଯୋଗ ସହିତ ମୋବାଇଲ ନମ୍ବର, ଯେଉଁ ନମ୍ବରଟା ଆପଣଙ୍କ ଆଧାର କାର୍ଡ଼ରେ ଲିଙ୍କ ଥିବ ସେଇ ନମ୍ବରଟା ମଧ୍ୟ ଦେବେ। ତା ସହିତ ନିଜ ନାମରେ ଥିବା ଜମି ପଟ୍ଟା। ଠିକ୍ ଅଛି, ମାନେ ଆପଣଙ୍କ ନିଜ ନାଁରେ ଯେଉଁ ମାଲିକ ନାଁରେ ରେଜିଷ୍ଟ୍ରେସନ ହେବ ସେଇ ମାଲିକ ନାମରେ ହିଁ ଜମି ପଟ୍ଟା ଥିବା ଆବଶ୍ୟକ। ଠିକ୍ ଅଛି, ତ ଦେଖନ୍ତୁ ଯଦି ମାନେ ଡାହାଣ ପଟ ସାଇଡ଼୍ରେ ଆମର ଦେଖିବା ଆମେ କି ଜମି ଜମା ରେକର୍ଡ଼ ନଥିଲେ, ନିଜ ନାମରେ ନଥିଲେ କ'ଣ ହେବ। ଦେଖନ୍ତୁ ସେ ଏଇଠି ଲେଖିଛି ଆପଣମାନଙ୍କର କି ମୃତ ଜମିଧାରୀଙ୍କ ମୃତ୍ୟୁ ପ୍ରମାଣପତ୍ର କିମ୍ବା ଉତ୍ତରାଧିକାରୀ ପ୍ରମାଣପତ୍ର ସହ ତହସିଲ କାର୍ଯ୍ୟାଳୟରେ ଯୋଗାଯୋଗ କରି ଜମି ପଟ୍ଟା ଆର୍ ନାମ ସଂଶୋଧନ କରାଇ ନିଅନ୍ତୁ। ତ ଏଇ ଜିନିଷଟା ଆପଣ ବୁଝିପାରୁଥିବେ ଲେଫ୍ଟ ସାଇଡ଼୍ ଜିନିଷଟା। ଏଇ ଜିନିଷଟା କ'ଣ କଲା ସେଟା ମୁଁ ଆପଣଙ୍କୁ ଜଣାଇଦେଲି। ବର୍ତ୍ତମାନ ଯେ ଏଇ ଜିନିଷଟା ଆପଣଙ୍କର ଅଛି ଡାହାଣ ସାଇଡ଼୍ରେ ଜମି ଜମା ରେକର୍ଡ଼ ନଥିଲେ, ସେଟା ଆପଣମାନେ କ'ଣ କରିବେ। ତାର ମାନେ ଦେଖନ୍ତୁ, ସପୋଜ୍ ଗୋଟେ ଚାଷୀର ତାଙ୍କର ଯେଉଁ ନାଁରେ ଜମି ଅଛି ତ ସିଏ ଡେଥ୍ କରିଯାଇଛନ୍ତି, ମାନେ ମୃତ୍ୟୁ କରିଛନ୍ତି। ସେମାନେ ଆପଣମାନେ କ'ଣ କରିବେ ନା ତହସିଲରୁ ଆପଣଙ୍କର କମ୍ପ୍ଲେନ୍ ଦେଇକି ଯେ ଆପଣଙ୍କର ଯେଉଁ ଚାଷୀ ଆପଣ ଡେଥ୍ କରିଛନ୍ତି ସେଇ ତାଙ୍କ ନାଁରେ ଯେ ଉତ୍ତରାଧିକାର ଥିବେ ସେଇ ଉତ୍ତରାଧିକାରୀଙ୍କ ନାଁରେ ଆପଣମାନେ କ'ଣ କରିବେ ନା ଆପଣଙ୍କୁ NOC ଗୋଟେ ଖୋଲିବା ପାଇଁ ପଡ଼ିବ। ଠିକ୍ ଅଛି, NOC ହେଲା ଆପଣମାନଙ୍କର କ'ଣ ନା ନନ୍ ଅବଜେକ୍ସନ୍ ସାର୍ଟିଫିକେଟ୍। ଆପଣଙ୍କୁ ସେଇ ଜିନିଷ ଦେଲେ ଆପଣମାନଙ୍କର ନିଜ ଜମିର ମାନେ କୌଣସି ଆପଣଙ୍କ କେଉଁ ଲୋକର ହକଦାର ନାହିଁ, କେବଳ ଆପଣମାନେ ହିଁ ହକଦାର ଅଛନ୍ତି। ସେଇ ଜମି ଗୋଟେ ଆପଣଙ୍କୁ ପଟ୍ଟାଟା ଗୋଟେ ଖୋଲିବା ପାଇଁ ପଡ଼ିବ, ଯେଉଁଟାକି ସେଇଠି ସଫାସଫି ଭାବରେ କରିଯାଇଛି। ଏବଂ ଆଉ କ'ଣ କହୁଛି ନା ଜମି ପଟ୍ଟା ସହିତ ଆର୍ ନାମରେ ସଂଶୋଧନ କରାଇ ନେବେ, ମାନେ ନିଜ ନାମରେ ଆପଣମାନେ ସଂଶୋଧନ ସେଟାକୁ କରାଇ ନେବେ। ଠିକ୍ ଅଛି, ତ ଏଇଟା ଆପଣଙ୍କର ପ୍ରଥମ ମୁଖ୍ୟ କଥା ବୁଝିପାରିଲେ। ତାପରେ ଦେଖନ୍ତୁ ଲେଖା ହେଇଛି ଆପଣଙ୍କର ନିମ୍ନସ୍ଥ ଯେକୌଣସି ଉପାୟ ମାଧ୍ୟମରେ କୃଷକ ରେଜିଷ୍ଟ୍ରେସନ ପୋର୍ଟାଲରେ ତୁରନ୍ତ ନିଜକୁ ପଞ୍ଜୀକୃତ କରିବେ। ଯଦି ଆପଣଙ୍କ ସବୁ ଡକୁମେଣ୍ଟ ଠିକ୍ଠାକ୍ ହେଲା ତାହେଲେ ଆପଣମାନେ କୃଷକ ରେଜିଷ୍ଟ୍ରେସନ ପୋର୍ଟାଲ ଯେ ଅଛି ତ ଏଇ ପୋର୍ଟାଲରେ ଆପଣମାନେ କ'ଣ କରିବେ ନା ଯୋଗାଯୋଗ କରିବେ। କେଉଁ ଜାଗା ଯୋଗାଯୋଗ କରିବେ ଦେଖନ୍ତୁ ଲେଖା ହେଇଛି ଏଇଠି ନିକଟସ୍ଥ ସ୍ୱାସ୍ଥ୍ୟ ଜନସେବା କେନ୍ଦ୍ର। ଠିକ୍ ଅଛି, ମାନେ ଆପଣଙ୍କ CSKY ଯେଟା ଅଛି ମାନେ ଜନସେବା କେନ୍ଦ୍ର ଯାଇକି ଆପଣମାନେ ଯୋଗାଯୋଗ କରିବେ, ନହେଲେ ଗ୍ରାମ ପଞ୍ଚାୟତ ସ୍ତରରେ ନିଯୁକ୍ତ ସହାୟକ ଭାବରେ ସେଠି ଯୋଗାଯୋଗ କରିବେ। ବ୍ୟକ୍ତିଗତ ସ୍ତରରେ ଯିଏ ଚାହିଁଲେ ବି ଆପଣମାନେ ଯୋଗାଯୋଗ କରିପାରିବେ।
ଗ୍ରାମ ପଞ୍ଚାୟତ ସ୍ତରରେ କୃଷକ ପଞ୍ଜୀକରଣ କ୍ୟାମ୍ପ ଆପଣଙ୍କ ପଞ୍ଚାୟତ ଯେଉଁ କ୍ୟାମ୍ପ ପଡ଼ିଥିବ ସେଠି ମଧ୍ୟ ଯାଇକି ଆପଣମାନେ ଯୋଗାଯୋଗ କରିପାରିବେ। ଠିକ୍ ଅଛି। ଆଉ ଗୋଟେ କ'ଣ ଲେଖିଛି ଦେଖନ୍ତୁ ଏଠି କି ଅଧିକ ସୂଚନା ପାଇଁ 155333ରେ ଯୋଗାଯୋଗ କରନ୍ତୁ କିମ୍ବା ନିଜ ନିକଟସ୍ଥ କୃଷି କାର୍ଯ୍ୟାଳୟ ରାଜସ୍ୱ ନିରକ୍ଷର ତହସିଲ କାର୍ଯ୍ୟାଳୟରେ ଆପଣମାନେ ଯୋଗାଯୋଗ କରନ୍ତୁ। ଠିକ୍ ଅଛି। ଆପଣଙ୍କୁ ଏଠି ହେଲ୍ପଲାଇନ୍ ନମ୍ବର ମଧ୍ୟ ଗୋଟେ ଦେଇଛି, ଏଇ ହେଲ୍ପଲାଇନ୍ ନମ୍ବର ଆପଣ ଯୋଗାଯୋଗ କରିପାରିବେ। ନଚେତ୍ ଆପଣମାନଙ୍କର ତହସିଲଦାର କିମ୍ବା ରାଜସ୍ୱ ନିରକ୍ଷର ସେଇଠି ଆପଣ ଯାଇକି ଯୋଗାଯୋଗ କରିପାରିବେ। କିନ୍ତୁ ମନେ ରଖିଥାନ୍ତୁ କି ଆପଣମାନଙ୍କର ଏଇ ଯେ 3ଟା ଜିନିଷ ଆପଣଙ୍କ ମାଗିଛି, ଏଇ ଜିନିଷ ଆପଣଙ୍କ ସବୁ କରେକ୍ସନ୍ ଥିବା ଦରକାର। ଆଧାର କାର୍ଡ଼ ଏବଂ ଆଧାର ସଂଯୁକ୍ତ ମୋବାଇଲ୍ ନମ୍ବର ଏବଂ ନିଜ ନାମରେ ଥିବା ଜମି ପଟ୍ଟା, ଏଇ 3ଟା ଯଦି ଆପଣଙ୍କର ସବୁ ଠିକ୍ଠାକ୍ ନଥିବ ଏବଂ ବ୍ୟାଙ୍କରେ ଯଦି ଆପଣଙ୍କର EKYC ନଥିବ ତାହେଲେ ଆପଣମାନେ ଏ ସୁବିଧା ସବୁ ପାଇପାରିବେ ନାହିଁ। ନେକ୍ସଟ ଭିଡ଼ିଓରେ ମୁଁ ଆପଣଙ୍କୁ ଜଣାଇଦେବି କି ଆପଣମାନଙ୍କର କେଉଁ ଜିନିଷ ଆପଣଙ୍କର ନିଜ ନାମରେ କେଉଁ ଆଧାର କାର୍ଡ଼ ସହିତ ଆପଣମାନଙ୍କର କେଉଁ ବ୍ୟାଙ୍କରେ ଲିଙ୍କ୍ ଅଛି ସେଇଟା ମଧ୍ୟ ମୁଁ ଆପଣଙ୍କୁ ଜଣାଇଦେବି। କାରଣ ଆପଣଙ୍କ CM କିଷାନ ଆସିଲା ପୂର୍ବରୁ ସେସବୁ ଜିନିଷ କହିନିଅନ୍ତୁ, କାରଣ ବହୁତ ଜଣ ଥିଲେ ସେଥିରେ କି PM କିଷାନର ଯେଉଁ ଆମର ପଇସା ଅଛି ସେ PM କିଷାନରେ ମଧ୍ୟ ଆପଣମାନେ ପଇସା ପାଇନଥିଲେ, କେବଳ EKYC ଏବଂ DBT ପାଇଁ। ଠିକ୍ ଅଛି। ତ ଏଇଟା ଗୋଟେ ମୁଁ ଆପଣଙ୍କୁ ନେକ୍ସଟ ଭିଡ଼ିଓ ଆପଣଙ୍କୁ ମୁଁ ଜଣାଇଦେବି। ଯଦି ଭିଡ଼ିଓଟି ଭଲ ଲାଗିଥିବ ତ ଭିଡ଼ିଓକୁ ଲାଇକ୍ କରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବା ପାଇଁ ଜମା ବି ଭୁଲନ୍ତୁନି।